हेलो हाय नमस्कार गुड मॉर्निंग वेलकम टू मोना ओडिया व्लॉग्स केमती अच्छे सामने समस्त बहुत ही भले अच्छा वेलकम टू अनदर न्यू व्लॉग फ्रेश व्लॉग आज दिनटा आम समस्त स्पेशली मो बहुत स्पेशल आज हूँ केलसी फर्स्ट डे एट स्कूल आउ से आम समस्त रेडी ये बाबू मुझे देखे दूसरी केलसी मामा रेडी स्कूल हाय केलसी कैन यू से हाय टू ऑल आई बॉटल बर्तमान केलसी Kelsey, all set for school? मो धन मोर रेडी उमा कर दिया पापा को गुड मॉर्निंग केलसी तो आज केलसी फर्स्ट डे एट स्कूल माने केमती वाला फीलिंग्स बहुत मिक्स्ड फीलिंग्स बहुत डर वाला भी अच्छी बहुत एक्साइटमेंट अच्छी बहुत गोटे अलग टाइप रो फीलिंग्स उमा उमा आज स्कूल जीव हो ठीक अच्छे चलते जीवा स्कूल रे देखा स्कूल बैग टिफिन वगैरह अच्छी मुनु ताला मार्ची आस बाबू पुणी आज मंगलवार माँ बार केलसी आज स्कूल जीव तो माँ मंदिर रे दर्शन करके आज प्रथम दिन स्कूल तार स्टार्ट हम चलो चलो नमो कर दियो मामा माँ को नमो कर दियो केलसी कैन यू डू नमो केलसी नमो नमो केलसी नमो तो मूड नहीं आज किसी केलसी टी नमो कराई दे ननु केलसी नमो कर दियो नमो नमो माँ को हाँ नमो चलो मते फर्स्ट डे स्कूल आशीर्वाद दियो माँ है चल फर्स्ट डे एट स्कूल सुंदर कैसे शूज ओपन फ्रॉम जीरा देखिए चलो प्ले करिए लेट्स गो अस्सी पहुंचो स्कूल में चलछि ओ एमती थिला मामा स्कूल कम है मामा जमंती पळे आस्थिलु इस्कन अन्न प्रसाद नापी आ दर्शन करने आसु आज कुनी फर्स्ट डे भी थिला स्कूल रे कैलसी आज स्कूल रे फर्स्ट डे रे कौन गल आम ऐसे पहुँचलु इस्कन आओ देखिए टे अन्न प्रसाद नवा इस्कन बहुत सुंदर लगे तो ये प्रसाद भंडार दर्शन करके आसीगलु भगवान को स्वीट स्टॉल भी अच्छे ये सब प्रकार मिठा स्नैक्स जूस सब टाइप जिनस अच्छे स्टॉल स्टॉल टे मिठा नहीं गली बढ़िया मिठा सब देखते आवेलेबल अच्छी फेणी वेणी समझे नहीं जाइए फेणी आउ ये सब टाइप जूस वगैरह और केक बहुत बढ़िया अच्छे मैसूर पाक टिके
କେଲସିର ଶୋଇବା ଟାଇମ୍ ଯେହେତୁ ହେଇଗଲାଣି ଆମେ ଖାଲି ଟିକେ ସ୍ନାକ୍ସ ନେଇଗଲୁ। ଆଉ ଅନ୍ନପ୍ରସାଦ 12ଟାରେ ଖୋଲିବ ତ ମୁଁ ଏକାଟିଆ ଆସିକି ନେଇକି ଯିବି। ଚାଲନ୍ତୁ ଯିବା। ବର୍ତ୍ତମାନ ଟାଇମ୍ ହେଇଗଲାଣି ରାତି 12:30 ଗୋଟେ। ଆଉ ଜଷ୍ଟ ଆମମାନେ ଖାଇକି ଡିନର୍ କରିକି ବସିଛୁ। ଆଜିର ଫୁଲ୍ ଭିଡ଼ିଓ ତ ଆପଣମାନେ ଦେଖିଲେ। କେଲସିର ଆଜି ଫର୍ଷ୍ଟ ଡେ ଥିଲା ଆମମାନଙ୍କ ପାଇଁ ବହୁତ ଗୋଟେ ନୂଆ ଏକ୍ସପିରିଏନ୍ସ। ବହୁତ ଏକ୍ସାଇଟମେଣ୍ଟର ସହିତ ଯାଇଥିଲୁ କିନ୍ତୁ ତା କାନ୍ଦ ଦେଖିକି କାନ୍ଦିଲା ଆଜି। ଆଉ ଏଇଟା ବହୁତ ଅବଭିୟସ୍ କଥା କି ଛୁଆମାନେ କାନ୍ଦିବେ, କିନ୍ତୁ ହଁ ସ୍କୁଲରେ ଯେଉଁ ଯୋଉଦିନ ଯାଇଥିଲୁ ଆଡ଼ମିସନ୍ କରେଇଲୁ ଯୋଉଦିନ ସେଦିନ ବହୁତ ସାରା ମାନେ ଭିତରେ ଖେଳିଲା। ଆଉ ମେ ବି ହୁଏ କ'ଣ ନା ଆଜି ସେ ବାବୁ ଯୋଉ ମାନେ ନିଦ କମ୍ପ୍ଲିଟ୍ ହେଇନଥିଲା ଏଇଟା ଫାଷ୍ଟ ଜିନିଷ। କାହିଁକି ନା ସେ କାଲି ରାତିରେ ପହରଦିନ ରାତିରେ ଶୋଇଥିଲା ବହୁତ ଲେଟ୍ରେ 3ଟାରେ। ତ ଟିକେ ସ୍ଲିପ୍ ସାଇକେଲ ଏପଟ ସେପଟ ହେଇଯାଇଛି ସେଥିପାଇଁ। ତାପରେ ଗୋଟେ କଥା କି ଯେମିତିକି ଆଡ଼ମିସନ୍ ଦିନ କ'ଣ ଆମେମାନେ ବି ଭିତରେ ଥିଲୁ, ତ ସେଇ ଜିନିଷଟା ହୁଏ କି ବାପା ମାଆଙ୍କଠୁ ଟିକେ ଦୂରେଇଲେ ମେ ବି ଛୁଆମାନେ କାନ୍ଦନ୍ତି। ସେଇଟା ବହୁତ ଅବଭିୟସ୍ କଥା। କାନ୍ଦିଲା ସେ ଆଜି ଅଧଘଣ୍ଟେ 45 ମିନିଟ୍ ପାଇଁ ଯାଇଥିଲା। ବଟ୍ ଡେ ବାଇ ଡେ ଦେଖିବା କେମିତି କ'ଣ ସେ ଛୁଆଙ୍କ ସହିତ ମିଶିକି ଆମମାନଙ୍କଠୁ ଟିକେ ଦୂରେଇକି ରହିପାରୁଛି କି ନାହିଁ। କାହିଁକି ନା ସ୍କୁଲ ମାନେ ହିଁ ତ ସେଇଆ, ତାକୁ ଇଣ୍ଡିପେଣ୍ଡେଣ୍ଟଲି ମିଶିବାକୁ ପଡ଼ିବ ଟିଚର୍ସ ମାନଙ୍କ ସହିତ। ସବୁ ବଢ଼ିଆ ସେ ସବୁ ଜିନିଷ କରିବାକୁ ପଡ଼ିବ ତାକୁ। ଆଉ ସବୁ ଯାହା ବି ଫେଷ୍ଟିଭାଲ୍ସ ଅଛି, ବହୁତ ବଢ଼ିଆ ବଢ଼ିଆ ଫେଷ୍ଟିଭାଲ୍ସ ଅଛି ଆମମାନେ ଜାଣିବାକୁ ପାଇଲୁ। ବହୁତ ସାରା କମ୍ପିଟିସନ୍, ବହୁତ ଟାଇପ୍ର ଜିନିଷ ଅଛି ଯେଉଁଟାକି ସ୍କୁଲରେ ସ୍କୁଲ ଆକ୍ଚୁଆଲି ଆଜିକା ଡେଟ୍ରେ ସ୍କୁଲ ସବୁ ବହୁତ ବଢ଼ିଆ ହେଇଗଲାଣି। ମାନେ ଏଣ୍ଟରଟେନମେଣ୍ଟ ବି ଅଛି, ଆକ୍ଟିଭିଟିଜ୍ ବି ଅଛି। କିଛିଟା ଇଭେଣ୍ଟସରେ ଆମର ଥିଲା, ଯେମିତି ଏବେ 15 ଅଗଷ୍ଟ ହେଲା। ମୁଁ ତ ଓଡ଼ିଆ ମିଡ଼ିୟମ୍ ପିଲା, ମୁଁ ଏସବୁ କିଛି ଜାଣିନି। ମୁଁ ଡାଇରେକ୍ଟ ସ୍କୁଲ ବଟ୍ ଏବେ କୁନି ହେରିକାଙ୍କର ମାନେ ଆମ ପରେ ହିଁ ଏସବୁର ଟ୍ରେଣ୍ଡ ଚାଲିଛି କି କିଛି ବି ଆସିବାକୁ ଯାଉଛି ଫଙ୍କସନ୍, ତାର ଗୋଟେ ଫଙ୍କସନ୍ ବନାହବ। ସ୍କୁଲରେ ସେଇଟା ସେଲିବ୍ରେଟ୍ କରାହବ, ସେଇ ଥିମ୍ ରଖାହବ, ସେଇ ଡ୍ରେସ୍ କୋଡ୍ ରଖାହବ, ପିନ୍ଧା ପିନ୍ଧିଠୁ ନେଇକି ଫଙ୍କସନ୍ ହବ, କିଛି କଣ୍ଟେଷ୍ଟ ହବ, କିଛି ପାର୍ଟିସିପେଟ୍ କରିବା ପାଇଁ ଥିବ। ଏମିତି ସବୁ ହେଇକି ଗୋଟେ ଗ୍ୟାଦରିଂ ହୁଏ, ଭଲ ଲାଗେ। ସ୍କୁଲରେ ଏମିତି ଏନଭାୟରନମେଣ୍ଟ ହେଲେ ପିଲାମାନେ ପ୍ୟାରେଣ୍ଟସ୍ମାନଙ୍କ ସହିତ ମିଶି ପାରିବେ, ଆଉ ଟିକେ ଭଲ ମାନେ କମ୍ୟୁନିକେସନ୍ ସମସ୍ତଙ୍କ ଭିତରେ ଭଲ ହେଇପାରିବ, ସୋସିଆଲାଇଜେସନ୍ ଭଲ ହେବ। ତ ସ୍କୁଲ ରିଲେଟେଡ୍ ଯାହା ବି କିଛି ଜିନିଷ ଆମେ ଡେ ବାଇ ଡେ ଯାହା ବି ଆମେ ଆମକୁ ଯେତିକି ଯାହା ସୁଇଟେବଲ୍ ଲାଗିବ ଆମେ ସେୟାର କରିବୁ। କୁନି କାନ୍ଦିକି ହିଁ ବାହାରିଲା, ତାକୁ ନେଇକି ଆସିଲେ ପୁରା କାନ୍ଦୁଥିଲା। କହିଲେ ସିଏ ଖାଲି କାନ୍ଦିଛି। ତାର ସ୍କୁଲର ସେ ଯେଉଁ କିଟ୍ଟା ବି ଆସିନି ଏପର୍ଯ୍ୟନ୍ତ, ଯେଉଁଟାକି ଫର୍ଷ୍ଟ ୱିକ୍ରେ ଆସିବ ସେପ୍ଟେମ୍ବରର। ସବୁ ଯେଉଁ ସ୍କୁଲ ଡ୍ରେସ୍, ଆଇଡି କାର୍ଡ଼, ମୁଁ ବହୁତ ଏକ୍ସାଇଟେଡ୍ ସେଇ ସବୁ ପାଇଁ। ମୋତେ ଭାରି ବଢ଼ିଆ ଲାଗେ ସ୍କୁଲ ବ୍ୟାଗ୍, ସ୍କୁଲ ୟୁନିଫର୍ମ, ସ୍କୁଲ ଆଇଡି କାର୍ଡ଼, ଗୋଟେ ଅଲଗା ହିଁ ଲାଗେ, ବହୁତ ବଢ଼ିଆ ଲାଗେ। ତ ଏଇଟା ହିଁ ଥିଲା ସ୍କୁଲ ରିଲେଟେଡ୍। ହଁ, ତାପରେ ଭିଡ଼ିଓସ୍ କାହିଁକି ବେଶୀ ବନେଇ ପାରୁନୁ, କାହିଁକିନା 4ଟା ବେଳେ ଆମେ ଟିକେ ବାହାରକୁ ଯାଇଥିଲୁ। ଫେରିଲା ବେଳକୁ ବର୍ଷା ପୁରା ଏକଦମ କାଚିଦେଲା, ଛେଚିଲା ବର୍ଷା, ପୁରା ଓଦା। ତ ଏମିତି ଜୋରେ ବର୍ଷା ହେଇଛି, ଛୁଆକୁ ଖାଲି ଜଷ୍ଟ ସିଆରପି ଛକର ମାନେ ବ୍ରିଜ ତଳେ ରେନକୋଟ୍ ପିନ୍ଧେଇ ଦେଲି, କାଖ କରିକି ପଛପଟେ ଅଲଟେଇକି ଧରିକି ବସିଲି, ମାଡ଼ି ବସିଲି ପୁରା। କିନ୍ତୁ ସେ ଆସିଲା, ଆମେ ପୁରା ଭିଜିକି ପଳେଇ ଆସିଲୁ, ଆଉ ଭିଡ଼ିଓ କିଛି ବି ବନେଇ ପାରିଲୁନି। ତାପରେ ଗୋଟେ ତ ବର୍ଷା ଛେଚୁଛି, କାଚୁଛି। ଆଉ ଏବେ ଗୋଟେ ବହୁତ କଷ୍ଟକର ଜିନିଷ ହେଲା ଆମମାନଙ୍କ ପାଇଁ, ଗୋଟେ ଇନସିଡେଣ୍ଟ, ଗୋଟେ ଦୁର୍ଘଟଣା ହେଲା। ଉଠେଇଲେ କାଲି ଭିଡ଼ିଓରେ ଆମେ ଦେଖେଇବୁ କ'ଣ ମାନେ ତାର କ'ଣ ଅବସ୍ଥା। ଡର ଲାଗୁଛି, ଆମ ଆଖି ସାମ୍ନାରେ ସବୁବେଳେ ଏଇଠି ପଟେ ଯାଏ, ଏପଟେ ଆସେ। ସୋଫାର ଯୋଉ ଟିପୟ ଥିଲା ସେଇ ଉପରେ ସବୁବେଳେ ଚଢେ ଆଉ ଆରାମସେ ଓହ୍ଲାଏ, ଆଉ ଆମ ମାନଙ୍କ ନଜରରେ ହିଁ ଥାଏ। ବଟ୍ ଆମେ ଏପଟେ ବସିଥିଲୁ, ସେପଟେ ବସିଥିଲୁ, ସିଏ ସେଇ ଉପରେ ଥିଲା।
କ'ଣ ହେଲା ନା ତା ବାଲାନ୍ସ ଗୋଡ଼ଟା ଫେଲ୍ ହେଇଛି କି ଗୋଡ଼ ସ୍ଲିପ୍ କରିଛି ବାଲାନ୍ସ ଟିକେ ସେ ଜିନିଷ ଡାଇରେକ୍ଟଲି ଏଇ ତାଳୁରେ ପଡିଛି ଡାଇରେକ୍ଟ ମୁଣ୍ଡଟା ଏତେ ବଡ ଫୁଲିଛି ମାନେ ତା ଉପରେ ଚଢିଥିଲା ଛୁଆଟା ଟିପୟ ଉପରେ ଡାଇରେକ୍ଟ ଏବେ ଯୋଉ just ଟିକେ ପଡିଲା ସମୟ ହବ ତା ମୁଣ୍ଡ ବଳରେ ପଡିଲା ତ ଖାଇସାରିଲା ପରେ ମୁଣ୍ଡ ବହୁତ ଖେଳୁଥିଲା ଜୋରେ ଟିକେ, ଫୁଲି ଶୋଇବାକୁ ଯାଇଛି ଯିବା ତାକୁ ଟିକେ ପୂର୍ବରୁ। ଆଇସ୍ ଫାଇସ୍ ଲଗେଇକି ଟିକେ ତାକୁ କାମ କରେଇଲୁ ଫୋନ୍ ଦେଖିବାକୁ ପଡିଲା ଫୋନ୍ ଦେଖେଇକି ଟିକେ କାମ କରେଇଲୁ ଓଇ, କିନ୍ତୁ ପୁରା ଟାୟାର୍ଡ ହେଇକି ସେ ଏବେ ଶୋଇପଡିଛି ଏମିତି ଏମିତି ତ ପୁରା ଆମମାନେ ହଉଥିଲା। ପୁରା ଟେନସନରେ ଅଛୁ ସେଥିପାଇଁ ବୁଝିପାରିଲିନି କ'ଣ ହେଇଗଲା ଇଭେନ୍ ମାନେ ଆମମାନେ ଆଜି ବି ରାତି ସାରା ଟିକେ ଟିକେ ବାର ବାର ଦେଖିବୁ ତାକୁ ନୋଟିସ୍ କରିବୁ ତାକୁ ଏବେ 48 ଆୱାର ପର୍ଯ୍ୟନ୍ତ ଅବଜର୍ଭେସନ ରେ ରହିବ ସେ ଯାହାହେଲେ ବି କାହିଁକିନା ଘରେ ଯଦି ଆଉ କିଛି ଯଦି ବି କିଛି ବି ସିମ୍ପଟମ୍ସ ରେଜ୍ କଲା ତ ଡକ୍ଟର ତ ଦେଖିବାକୁ ହିଁ ଦେଖିବୁ ପଡ଼ିବ କାଲି ଆମେ ଦେଖିବା ଯଦି ପସିବଲ୍ ହେଲା ବାକି କାଲି ଦେଖେଇଦେବା ଟିକେ ସାର୍ଙ୍କୁ ନା ଏଇଟା ହିଁ ଅପଡେଟ୍ ଆଉ ଆପଣ ତ ପୂର୍ବ ଭିଡ଼ିଓ ସବୁ ଦେଖୁଛନ୍ତି ଆହୁରି ଆଶା କରୁଛୁ ଆହୁରି ବହୁତ ସାରା ଭଲ ପାଇବା ଦେବେ ଯେଉଁଟା ଏକ୍ସପେକ୍ଟ କରୁଛୁ ସେଇଟା ମିଟ୍ କରିପାରୁନି ମେ ବି କିଛିଟା ୟୁଟ୍ୟୁବର ୟୁଟ୍ୟୁବର କିଛିଟା କ୍ରାଇଟେରିଆ ଅଛି ଚେଞ୍ଜେସ୍ କି କରିଛି ଚେଞ୍ଜେସ୍ ଅଛି ଯୋଉଥିପାଇଁ ସେଥିପାଇଁ ଭିଉ ଯାଉନି କିନ୍ତୁ ଆମମାନେ ଯୋଉମାନଙ୍କର ଆମ ବହୁତ ନିଜର ବହୁତ ବେଷ୍ଟ ସବସ୍କ୍ରାଇବର୍ସ ବି ସେମାନଙ୍କର ବି ଭିଉ ବହୁତ କମ ଯାଉଛି ଯେତିକି ମାନେ ଆମେ ବଟ୍ ନୋଟିସ୍ ଆମମାନେ କରୁଛୁ ଆମର ନିଜ ବେଷ୍ଟ ଦେଉଛୁ ବେଷ୍ଟ ତ ଆପଣମାନଙ୍କଠୁ ଦଉଛି ଏତିକି ହିଁ ରିକ୍ୱେଷ୍ଟ କି ଆପଣମାନେ ଭିଡ଼ିଓକୁ ଆଉ ଆହୁରି day by day ଅଧିକରୁ ବହୁତ ଅଧିକ better ସେୟାର ବି କରନ୍ତୁ ଆଉ ଯଦି ଆପଣଙ୍କୁ ଭଲ ଲାଗୁଛି ଆପଣ ଭିଡ଼ିଓଜ୍ ଡେଫିନେଟଲି ଦେଖନ୍ତୁ ଆମେ ସବୁବେଳେ ଚେଷ୍ଟା କରୁଛୁ ଆପଣଙ୍କ ପାଇଁ କିଛି ନା କିଛି ଆମ ଭିଡ଼ିଓରେ କିଛି ନା କିଛି ତ ଇନଫର୍ମେଟିଭ୍ ଥିବ ଶିଖିବାକୁ ଯେଉଁଟାକି ଇନଫର୍ମେଟିଭ୍ ଆପଣଙ୍କ ଭିଡ଼ିଓସ୍ ଲାଇଫରେ ଛୁଆ ରିଲେଟେଡ୍ ଟିକେ କିଛି ହେଲ୍ପ ହେଇପାରିବ ଆଉ ଲାଇଫର କିଛିଟା ଯେମିତି ଲାଇଫର ଏକ୍ସପିରିଏନ୍ସେସ୍ ଲାଇଫର ଆପଣଙ୍କ ସେୟାର କରେ କିଛି କିଛି ବି ଆମକୁ ଫିଲ୍ ହେଲା କି ହଁ ଆମକୁ ଲାଗିଲା କି ଆମକୁ ସୋସିଆଲ ମିଡ଼ିଆରେ ସେୟାର କରିବାର ଅଛି କି ଆମର ଫ୍ରେଣ୍ଡସ୍ ଏକ୍ସଟେଣ୍ଡେଡ଼ ଫ୍ୟାମିଲି ଯେହେତୁ ଆପଣମାନେ ଆପଣଙ୍କ ସହିତ କିଛି ସେୟାର କରିବାର ଅଛି ସେସବୁ ଜିନିଷ ଭାବିଲେ ହିଁ ଆମମାନେ ଭାବିକି ଡିସାଇଡ଼୍ କରିକି ସେୟାର କରୁ ଆପଣଙ୍କ ସହିତ ତ ଏଇଟା ହିଁ ଛୋଟ ଛୋଟ ଅପଡ଼େଟ୍ସ ଥିଲା ଆଉ କେଲ୍ସିର ଫର୍ଷ୍ଟ ଡେ ଯାହା ବି ହଉ କାନ୍ଦୁ ହସୁ ଯାହା କରୁ ବଟ୍ ଆମମାନଙ୍କ ପାଇଁ କେଲ୍ସି ପାଇଁ ଆଜି ଦିନଟା ବହୁତ ସ୍ପେଶାଲ ଥିଲା ମନେ ରହିବ ସବୁଦିନ ପାଇଁ ମାଆଙ୍କ ଦିନ ଆଉ ମଙ୍ଗଳବାର ଅଛି ସବୁ କିଛି ଭଲ ହେବ ସେ ସ୍କୁଲ ଯିବ ସବୁ ଜିନିଷ ଭଲ ହେବ ଆପଣ ସମସ୍ତଙ୍କର ବହୁତ ସାରା ଢେର ସାରା ଆଶୀର୍ବାଦ ଦରକାର ଭଲ ପାଇବା ଦରକାର ଆଉ ଆମକୁ ଯାହା ଦିଅନ୍ତୁ କି ନାହିଁ କିନ୍ତୁ କୁନିକୁ ସବୁ କିଛି ତ ସେ ଗୋଟେ ବହୁତ ଛୋଟିଆ କୁନିଟା ଛୋଟିଆ ପିଓର ସୋଲଟା ତ ତା ପାଇଁ ପଡ଼ିଗଲେ ଦୁଃଖ ଲାଗୁଛି ମୁଣ୍ଡଟା ଏଇଠି ଫୁଲି ଯାଇଛି କାଲି ମୁଁ ଭିଡ଼ିଓରେ ଦେଖେଇବି ଆପଣଙ୍କୁ ସେ ଶୋଇକି ଉଠୁ ଭଲ ଲାଗୁନି ଜମା ମାନେ ମନ ହିଁ ଭଲ ଲାଗୁନି ବହୁତ କଷ୍ଟ ଲାଗୁଛି ଏବେ ଇଚ୍ଛା ବି ହଉନଥିଲା ଇଚ୍ଛା ହଉନଥିଲା କ'ଣ ହିଁ ବ୍ଲଗ ବନେଇବି କିନ୍ତୁ ବଟ୍ ଅଲରେଡି ଛୁଆର ଫର୍ଷ୍ଟ ଡେଟା ମେମୋରେବଲ୍ ରହିବ ଆମେ ସେଥିପାଇଁ ଭାବିକି ନା ମାନେ ଏଇଟା ଆଜି ମେମୋରି ଆମର ରହିବ ଭିଡ଼ିଓରେ ସେୟାର କରିବାର ଅଛି ବୋଲି ଆମେ ସେୟାର କରୁଛୁ ତ ଗାଇଜ୍ ଆଶା କରୁଛୁ ଆପଣମାନଙ୍କୁ ଆଜିର ଭିଡ଼ିଓଟି ଭଲ ଲାଗିଥିବ ଯଦି ଭଲ ଲାଗିଛି ଭିଡ଼ିଓକୁ ଲାଇକ୍ କରନ୍ତୁ ସେୟାର କରନ୍ତୁ ସବସ୍କ୍ରାଇବ୍ କରିବା ଭୁଲିବେନି ବିଲକୁଲ ବି ମନା ଓଡ଼ିଆ ବ୍ଲଗ୍ସ ଚ୍ୟାନେଲକୁ ବାଏ ଗାଇଜ୍ ଟେକ୍ କେୟାର ଗୁଡ୍ ନାଇଟ୍ ଷ୍ଟେ ଟ୍ୟୁନ୍ଡ ଫର୍ ନେକ୍ସଟ ଭିଡ଼ିଓ